ପୁଣି ରାଜନୀତି ଛାଡ଼ି ହଉନି ରାଜନୀତି। ଏଇ ଫଟୋଟା ଆଗେ ଦେଖି ଦିଅନ୍ତୁ, ଦେଖିଲେ ଏଇ ଫଟୋଟା ହେଉଛି ଜଣେ ନେତ୍ରୀଙ୍କର, ମନେ ପଡ଼ୁନି, ଏ ଆଉ ଥରେ ଦେଖି ଦିଅନ୍ତୁ। ହଁ, ଏଇ ଫଟୋଟା ହେଉଛି ଜଣେ ନେତ୍ରୀଙ୍କର। ସିଏ କଂଗ୍ରେସର ଜଣେ ନେତ୍ରୀ ଥିଲେ। ପ୍ରଥମେ ତାଙ୍କ କ୍ୟାରିୟରଟା କଂଗ୍ରେସରୁ ଆରମ୍ଭ କରିଥିଲେ, ପୁଣି କଂଗ୍ରେସରେ ତାଙ୍କୁ ଭଲ ଲାଗିଲାନି, ବିଜେପିରେ ମିଶିଲେ, ବିଜେପିରେ କାମ କରୁଥିଲେ, କର୍ମୀ ଥିଲେ, ଆଶାୟୀ ବି ଥିଲେ। ଟିକେଟ ମିଳିଲାନି। ସେ ଏଥର ପୁଣି ତାଙ୍କର ମନ ପରିବର୍ତ୍ତନ ହେଇଗଲା, ହୃଦୟ ପରିବର୍ତ୍ତନ ହେଇଗଲା, ମାନସ ପଟରେ ପୁଣି ତାଙ୍କର ପୁରୁଣା ସ୍ମୃତି ସବୁ ଉଙ୍କି ମାରି ଆସିଲା। ଉଙ୍କି ମାରି ଆସିଲା ପରେ ବିହଙ୍ଗ ବିପ୍ଳବ ହେଲା ପରି ତାଙ୍କ ମନ ଭିତରେ ଏକ ଆନ୍ଦୋଳନ ସୃଷ୍ଟି ହେଲା। ଆନ୍ଦୋଳନ ଏତେ ମାତ୍ରାରେ, ବିପୁଳ ମାତ୍ରାରେ, ବିଭୋର ମାତ୍ରାରେ ପ୍ରତିଧ୍ୱନିତ ହେଲା ଯେ କିଛି ଦିନ ହେଲା ପୁଣି କଂଗ୍ରେସକୁ ପଳେଇଛନ୍ତି। ସାବାସ୍। ହଉ, ଗଲେ ତ ଗଲେ, ଯାହା ତ କଲେ, କିଛି କହିକି ଗଲେ। କ'ଣ କହିଗଲେ ସେଟା ଶୁଣନ୍ତୁ। ମୋର ଶରୀର ଯଦିଓ ଔପଚାରିକ ଦୃଷ୍ଟିରୁ ଶରୀର ଯଦିଓ ଭାରତୀୟ ଜନତା ପାର୍ଟିରେ ଥିଲା, ମୋର ମନ, ଆତ୍ମା, ହୃଦୟ, ବିବେକ ସବୁ କିଛି କଂଗ୍ରେସରେ ହିଁ ଥିଲା। वाह दीदी, वाह दीदी, दीदी वाह दीदी, दीदी दीदी। ମ୍ୟାଡ଼ାମଙ୍କର କହିବା କଥା ଯେ ବହୁତ ଦିନ ଧରି ସିନା ତାଙ୍କର ଶରୀରଟା ବିଜେପିରେ ଥିଲା, ମନଟା କିନ୍ତୁ କଂଗ୍ରେସ ପାଖରେ ଥିଲା। ମୁଁ କହୁନି, ସେ କହୁଛନ୍ତି, ସେ କହିଲେ ଆଚ୍ଛା, ଯଦି ମନଟା କଂଗ୍ରେସରେ ଥିଲା, ଶରୀରଟା ବିଜେପିରେ ଥିଲା, ବାକି ଯେଉଁ ବ୍ରେନ୍ଟା କାମ କରୁଥିଲା କେଉଁଠି? ବିଜେଡ଼ିରେ। ହୁଏ ଏମିତି ନା, ବ୍ରେନ୍ଟା ଥାଏ ବିଜେଡ଼ିରେ, ମନଟା ଥାଏ କଂଗ୍ରେସରେ, ଶରୀରଟା ଥାଏ ବିଜେପିରେ, ଏମିତି ବହୁତ ନେତାଙ୍କର ଥାଏ। ଯାହା ବି ହଉ, ସେଇଭଳିଆ ମ୍ୟାଡ଼ାମଙ୍କର କିଛି କିଛି ଅଂଶରେ ଥିଲା। ମ୍ୟାଡ଼ାମ ତାପରେ କହିଲେ ଯେ ଯେତେବେଳେ ମୁଁ ବିଜେପିରେ ଥିଲି, କିନ୍ତୁ ମୋ ମନ ସବୁବେଳେ ଟାଣୁଥିଲା କଂଗ୍ରେସ ଆଡ଼କୁ। ଯେମିତିକି ପାକିସ୍ତାନରୁ ଗୋଟେ ଲୋକ ଆସିକି ଭାରତ ସହିତ ବନ୍ଧୁତା କଥା କହିଲା ବେଳେ ବି ଶରୀରଟା ବନ୍ଧୁତ୍ୱ କଥା କହେ, ମନଟା ତାର ଥାଏ ଟେରରିଜିମରେ। ଯେମିତିକି ଝିଅଟେ ପ୍ରେମ ପରେ ଆଉ କେଉଁ ଲୋକକୁ ବାହା ହେଇ ସାରିବା ପରେ ସ୍ୱାମୀ ପାଖରେ ଶରୀରଟା ଥାଏ, ମନଟା ଥାଏ ପୁରୁଣା ପ୍ରେମୀ ସାଙ୍ଗରେ। ଯେମିତିକି ଆପଣଙ୍କର ଯେତେ ସବୁ କଳା ଟଙ୍କା ରଖିଥିବା ଲୋକମାନଙ୍କର ଶରୀରଟା ଥାଏ ଅତି ସାଧା ସିଧା ରୂପରେ, କିନ୍ତୁ ମନଟା ତାଙ୍କର ଥାଏ କେଉଁଠି ମାଲ ପାଖରେ। ସେମିତି ମ୍ୟାଡ଼ାମଙ୍କ ପରିସ୍ଥିତିରେ। ଯାହା ବି ହଉ, ଆଉ ଗୋଟେ କଥା, କ'ଣ ରୋଚକ କଥା ମ୍ୟାଡ଼ାମ କହିଲେ, ଟିକେ ଶୁଣନ୍ତୁ। ମ୍ୟାଡ଼ାମ, ଭୋଟ ଆପଣ 19ରେ କାହାକୁ ଦେଇଥିଲେ? ମୁଁ ଯେତେବେଳେ ବୁଥକୁ ଗଲି ଭୋଟ ଦେବା ପାଇଁ, ମୁଁ ବଡ଼ ଦ୍ୱିଧାରେ ପଡ଼ିଗଲି। ଭୋଟ ଦେବି କାହାକୁ? ଅଛି ଭାରତୀୟ ଜନତା ପାର୍ଟିରେ ସେତେବେଳେ ମୁଁ ଥିଲି ମୁଖପାତ୍ର, ଏହା ଏକ ଦାୟିତ୍ୱ, କିନ୍ତୁ ଅନ୍ୟ ପକ୍ଷରେ କଂଗ୍ରେସ ମୋ ହୃଦୟରେ ଅଛି। ହଠାତ୍ ମାନେ ମୋ ହାତ ଅଟୋମେଟିକ ମାନେ ଇଭିଏମ୍ ମେସିନ୍ର ସେ ହାତ ଚିହ୍ନ ପାଖକୁ ଗଲା, ମୋ ହାତ ଚିହ୍ନ ଭୋଟ ଦେଇଥିଲି। ଆସିଲା କଥାଟା, ପଏଣ୍ଟ ଏଇଠି। ମ୍ୟାଡ଼ାମ କହିଲେ ମୋ ହାତ ଯାଉଥାଏ, ପଦ୍ମ ଫୁଲ ପଦ୍ମ ଫୁଲ ପଦ୍ମ ଫୁଲ, କ'ଣ କରିବି, ଦୁବିଧାରେ ଥିଲେ। ପଦ୍ମ ଫୁଲ ତାଙ୍କୁ ଆସନ ଦେଲା, ସିଂହାସନ ଦେଲା, ଜାଗା ଦେଲା, ରହିବାକୁ ଦେଲା, ସବୁ ବ୍ୟବସ୍ଥା ତାଙ୍କର ଥଇଥାନ ତାଙ୍କ ଦଳରେ କରେଇଦେଲା, କିନ୍ତୁ ମ୍ୟାଡ଼ାମଙ୍କ ଭୋଟଟା ଚାଲିଗଲା। ये सब क्या देखना पड़ रहा है? अच्छा है मैं अंधा हूं। यही परिस्थिति भितर मैडम बर्तमान कहते देखिए आउ किछ दिन पर जितेबाला सी बीजेडी की चल जाए पचरा हम मैडम आप 2024 इलेक्शन में आप क्या भोट देते 100% लिखिदे मैडम कहे मुझे शंखरे देती एथर क्या देवे कही होनी। आउ गोटे कथा मैडम को गोटे बढ़िया गुण स्पष्टवादी से सत कथा कहते कि आमर बहुत नेता अच्छा भितर गुमुरी गुमुरी होगी रखीदे बाहर को अलग किसी कही छवि देखा समय आसिले मैडम को भाया सब परिस्थिति पड़ो से धीरे धीरे बाहर को आसिक भल भल की कथा कहे। छाड़ू ये राजनीति भितर
आमर जहाँ भी किसी सब एमती किसी कथा होची जदि नेता नेत्री माने देखुथे धरिबेनी धरले टी हमको भय अछि बात तो सही है तेणु आपण मनोरंजन पर एति जहाँ किसी होची आउ जदि आपण आम चैनल को सब्सक्राइब करना विश्व वार्ता चैनल को सब्सक्राइब करना कौन करिया केजरीवाल जी करो फिर हमारी पावर है जब तक हम कह रहे थे करो 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 तो कह रहे थे तुम करो आज हमने कर दिया तो कह रहे हम करेंगे तो करो ना भाई क्यों नहीं कर रहे आज आम कार्यक्रम टी एठी राहुल जी खत्म बाय बाय टाटा गुड बाय गया